ଏତିକି ଯାହା ଗୋଟେ ନେତାଟେ ଦେଖୁଥିଲା ଭାଇ ଭଳିଆ କରୁଥିଲା ଏତେ ଗାର୍ଡିଆନସିପ ତାଙ୍କର ଆମ ପ୍ରତି ଥିଲା ଗାର୍ଡିଆନ ମାନେ ଯେମିତି ଦେଖନ୍ତି ସିଏ ଆମର ନିଜର ବି ଆହୁରି ଅଧିକା ହେଇକି ଯେତିକି କରୁଥିଲେ ସେଇ ଜିନିଷଟା ଆମ ହୃଦୟରୁ କେହି ବାହାର କରିପାରିବେନି କି ସେଇ ଜିନିଷ ଆମେ କେବେ ବି ଭୁଲି ପାରିବୁନି। ଲୁଲୁ ଭାଇଙ୍କର 62ତମ ଜନ୍ମ ଦିବସ ଦିନ ଆମେ ଚିନ୍ତା କଲୁ ସମସ୍ତେ ଲୁଲୁ ପ୍ରେମୀ ଏକାଠି ହେଇ ଲୁଲୁ ଭାଇଙ୍କର ଜନ୍ମ ଦିବସଟିକୁ ପାଳନ କରିବୁ। କୋଉଠି ଫଳ ବଣ୍ଟନ ହେଲା, କୋଉଠି ବସ୍ତ୍ର ବଣ୍ଟନ ହେଲା, ତାପରେ ଆମର ବାଣୀବିହାର ଯୋଉଠି ଲୁଲୁ ଭାଇର ୱିକନେସ୍ ସବୁବେଳେ ବାଣୀବିହାର ପିଲାଙ୍କୁ ସେ ଦେଖନ୍ତି କରନ୍ତି ସେଇଠୁ ଗୋଟେ ବିରାଟ ରାଲି ବାହାରିକି କଂଗ୍ରେସ ଭବନ ଆସିଲା। ଏଠି ଭୋଜି ଭାତର ବି ଆୟୋଜନ ହେଇଛି ଏବଂ ଲୁଲୁ ପ୍ରେମୀ ଯେତିକି ଲୁଲୁ ଭାଇକୁ ସବୁ ସହୃଦୟରୁ ଭଲ ପାଆନ୍ତି ସମସ୍ତେ ଆଜି ପୁରା 30ଟାକ ଜିଲ୍ଲାରୁ ସମସ୍ତେ ଆସି ଏକାଠି ହେଇ ତାଙ୍କ ବିଷୟରେ ଯିଏ ଯାହା ଏକ୍ସପିରିଏନ୍ସ ତାଙ୍କର ସବୁ କହିଲେ। ତାଙ୍କ ଲୁଲୁ ଭାଇ କାହାକୁ କେମିତି କୋଉ ଜାଗାରେ କୋଉଠି ହେଲ୍ପ କରୁଛନ୍ତି କହିଲେ। ସେମାନେ ଦରଦି ମଣିଷ ଥିଲେ, ଲୋକମାନଙ୍କୁ ସାହାଯ୍ୟ କରିବା ଇଣ୍ଟେନସନ ତାଙ୍କର ସବୁବେଳେ ଥିଲା। ତ ସେଇ ଆଦର୍ଶରେ ଆମେ ଅନୁପ୍ରାଣିତ ହେଇ ତାଙ୍କୁ ସେଇଠୁ ଭଲ ପାଇକି ଆମେ ତାଙ୍କ ସହିତ ଯୋଡ଼ି ହେଇକି ଥିଲୁ। ଅଥଚ ଆମେ ତାଙ୍କୁ ବେଶୀ ଦିନ ଆମ ପାଖରେ ପାଇପାରିଲୁନି, ତାଙ୍କର ଯାହା ବି ଅକାଳ ବିୟୋଗ ହେଇଗଲା। କିନ୍ତୁ ଆମେ ତାଙ୍କର ଯାହା ଆଦର୍ଶ ଅନୁପ୍ରାଣିତ ହେଇ ତାଙ୍କ ଯାହା ଚିନ୍ତାଧାରା ତାକୁ ନେଇକି ଆମେ କାମ କରିବୁ, ଲୋକଙ୍କୁ ସାହାଯ୍ୟ କରିବୁ, ଲୋକଙ୍କ ସହ ରହିବୁ। କଲେଜ ବେଳେ ପଢିଲା ବେଳେ ଲୁଲୁ ଭାଇଙ୍କ ସହିତ ଦେଖା ହେଇଥିଲା, କିଛି ଗୋଟେ ସ୍ମୃତି ଗୋଟେ କହୁନାହାନ୍ତି। ଲୁଲୁ ଭାଇର ସ୍ମୃତି କହିଲେ ଏମିତି ବହୁତ ଅଛି ଆମ ପାଖରେ, ଯେମିତିକି ଗୋଟେ ଛୋଟ ଏକ୍ସାମ୍ପଲ ଦେବି। ଲୁଲୁ ଭାଇ କଲେଜ ଇଲେକ୍ସନ ବେଳେ ସେ କହିବ କେମିତି କଲେଜ ଇଲେକ୍ସନ ତମେ। ହେଲେ କୋଉ କଲେଜରେ ପଢୁଥିଲେ? ମୁଁ ମହର୍ଷି କଲେଜରେ ପଢୁଥିଲି, ମୁଁ ପ୍ରେସିଡେଣ୍ଟ ପାଇଁ ବି ଛିଡା ହେଇଥିଲି। ଲୁଲୁ ଭାଇ ପାଖକୁ ଆସିଥିଲି, ଦେଖା ହେଲି, ଭାଇ ମୁଁ କ୍ୟାଣ୍ଡିଡେଟ୍ ହଉଛି। ହସିଲେ, କହିଲେ ଜିତିବୁ ତ? ନିହାତି ଜିତିକି ଆସିବି ଭାଇ। ଆଉ ସତକୁ ସତ ଯୋଉଦିନ ଜିତିକି ଆସିଥିଲି ତାଙ୍କୁ ଦେଖା ହେଲି, କହିଲେ ଯାହା ହଉ କହିଥିଲୁ ଗୋଟେ କଥା ଜିତିକି ଆସିବୁ ଆଉ ଜିତିକି ଆସିଲୁ, କଂଗ୍ରାଟ୍ସ। ଆଉ ପିଲାମାନଙ୍କ ପାଇଁ ଭୋଜି ପାଇଁ ଗୋଟେ ଆୟୋଜନ କର, ଆଉ ଡିଜେ ଫିଜେ ବାଜା କଣ ବଜେଇକି ଆସିଛ ଘରକୁ, ସେ ଡିଜେ ବାଲାର ପଇସା ଦିଆହେଲା କି ନାହିଁ ସେ ସବୁ ବୁଝିଥିଲେ। ଏମିତି ସିଏ ମାନେ ଡେପ୍ଥକୁ ଯାଆନ୍ତି, ପିଲାଙ୍କର କଣ ସୁବିଧା ଅସୁବିଧା, ମୌଳିକ ସୁବିଧା ପିଲା ଯାହା ପାଉଛନ୍ତି କି ନାଇଁ, ଘରୁ କେତେ ଟଙ୍କା ଆଣିବେ, ଘରେ ଏତେ ପଇସା ଦେବେନି, ସବୁ ଜିନିଷ ବୁଝିବେ। ଯାହା ପଇସା ଖର୍ଚ୍ଚ ବାର୍ଚ୍ଚ ଯଦି କରିଦେଇଛ ବି ହଉ କାଲି ଆସେ ନେଇଯିବୁ। ଏମିତି ଏତିକି ଯାହା ଗୋଟେ ନେତାଟେ ଦେଖୁଥିଲା ଭାଇ ଭଳିଆ କରୁଥିଲା ଏତେ ଗାର୍ଡିଆନସିପ ତାଙ୍କର ଆମ ପ୍ରତି ଥିଲା ଗାର୍ଡିଆନ ମାନେ ଯେମିତି ଦେଖନ୍ତି ସିଏ ଆମର ନିଜର ବି ଆହୁରି ଅଧିକା ହେଇକି ଯେତିକି କରୁଥିଲେ ସେଇ ଜିନିଷଟା ଆମ ହୃଦୟରୁ କେହି ବାହାର କରିପାରିବେନି କି ସେଇ ଜିନିଷ ଆମେ କେବେ ବି ଭୁଲି ପାରିବୁନି।